ଗୋରୀ, ଆଜକୁ ପ୍ରାୟ 6 ମାସ ତଳେ ରାନୁ ଚଢ଼େଇର ଯେଉଁ ଅଣ୍ଡା ଚୋରି ହୋଇଥିଲା ତାକୁ ଆଉ ତୁ ଚୋରି କରି ନଥିଲୁ ତ? ଗୋରୀ, ସବୁ ସତ କଥା ମାନିଯା। ତତେ ଦଣ୍ଡ କିଛି କମ୍ ମିଳିବ। ନହେଲେ ତୋ ସହ ଯାହା କରିବୁ ତୁ କେବେ ବି ଭାବି ପାରିବୁନି। ଚିଲୋରାଣୀ, ମୁଁ ଏକା ଦୋଷୀ ନୁହଁ। ମୋ ସ୍ୱାମୀ କାଳୁ ବି ମୋ ସହ ଅଛନ୍ତି। ସେ ରାନୁ ଚଢ଼େଇର ଅଣ୍ଡାକୁ ଚୋରି କରି ଟିକି ଚଢ଼େଇ ବସାରେ ନିଜ ଭୁଲର ପ୍ରାୟଶ୍ଚିତ କରିବା ପାଇଁ ଟିକି ଚଢ଼େଇ ରହୁଥିବା ଜଙ୍ଗଲକୁ ଗଲେ। ଟିକି, ଗୋରିକାଉ ସବୁ ସତ କଥା ମାନି ଯାଇଛି। ତୁମେ ଦୋଷୀ ନୁହଁ। ଆମ ସମସ୍ତଙ୍କୁ କ୍ଷମା କରିଦିଅ ଆଉ ପୁଣି ଥରେ ଜଙ୍ଗଲକୁ ଫେରି ଚାଲ। ଯେଉଁ ଜଙ୍ଗଲରେ ନିର୍ଦ୍ଦୋଷୀକୁ ଦୋଷୀ ସାବ୍ୟସ୍ତ କରାଯାଉଛି, ମୁଁ ସେଠାକୁ ଫେରିବାକୁ ଚାହୁଁନାହିଁ। ଠାକୁରେ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ମୁଁ ସେ ଜଙ୍ଗଲ ଛାଡ଼ି ଆସି ନଥିଲେ ଏମିତିକା ସ୍ନେହୀ ମା ମୁଁ ପାଇ ନଥାନ୍ତି। ସାଙ୍ଗମାନେ, ଆଜିର ପ୍ରଶ୍ନ, ରାନୁ ଚଢ଼େଇର ଅଣ୍ଡା କିଏ ଚୋରି କରିଥିଲା? ଯଦି ଆପଣମାନଙ୍କୁ ଜଣାଥିବ ତେବେ ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଯଦି ଆପଣମାନଙ୍କୁ ଏହି ଗପଟି ଭଲ ଲାଗୁଥିବ ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ।